ତ ପ୍ରିୟ ଶ୍ରୋତା, ଆଜି ଆମେ ଦେଖିବାକୁ ଯିବା ଆଇସ୍କାର୍ଦ ଯହୂଦାଙ୍କ ବିଷୟରେ। ଆଇସ୍କାର୍ଦ ଯହୂଦା ଯୀଶୁଖ୍ରୀଷ୍ଟଙ୍କୁ ସେ 30 ଟଙ୍କା ରୌପ୍ୟରେ ସେ ବିକ୍ରୟ କରିଥିଲେ। ଏହା ବାଇବେଲରେ ଲିପିବଦ୍ଧ ହୋଇଅଛି। ସେ ଜଣେ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟ ଥିଲେ, ଆଉ ସେ ଜଣେ ଟ୍ରେଜରୀ ଥିଲା। ସେ ଟଙ୍କା ସବୁ ରଖୁଥିଲା, ଆଉ ଯେତିକି ଟଙ୍କା ସବୁ ତା ପାଖରେ ରହୁଥିଲା ସେ କ୍ରୟ ବିକ୍ରୟ ନିମନ୍ତେ ବ୍ୟସ୍ତ ରହୁଥିଲେ। ପ୍ରଭୁ ତାକୁ ମନୋନୀତ କରିଥିଲେ ସେ କାର୍ଯ୍ୟରେ। ଯାହା କିଛି ଦରକାର ହେଉଥିଲା ତାହାକୁ ଶିଷ୍ୟମାନେ ତାଙ୍କୁ ପଇସା ମାଗୁଥିଲେ, ଆଉ ସେମାନେ ଜିନିଷ କିଣିବାକୁ ଯାଉଥିଲେ ସେହି ଟଙ୍କାରେ। ଏ ଘଟଣା କେତେ ଦୂର ଏମିତି ଚାଲିଲା। ସେ ଯୀଶୁଖ୍ରୀଷ୍ଟଙ୍କର ଘନିଷ୍ଠ ସମ୍ପର୍କ ରହିଲେ, ଆଉ ଯୀଶୁଖ୍ରୀଷ୍ଟଙ୍କ ସହିତ ମିନିଷ୍ଟ୍ରି ମଧ୍ୟ କଲେ। ସେ ଅନେକ ଆଶ୍ଚର୍ଯ୍ୟ କର୍ମ ମଧ୍ୟ ଦେଖିଲେ। ସେ ବି ଯୀଶୁଖ୍ରୀଷ୍ଟଙ୍କର ଆଶ୍ଚର୍ଯ୍ୟ କର୍ମରେ ସାମିଲ ହୋଇଥିଲେ। ହୁଏତ ସେ ମଧ୍ୟ ଅନେକ ଆଶ୍ଚର୍ଯ୍ୟ କର୍ମ ମଧ୍ୟ କରିଥାଇପାରନ୍ତି। ଯେତେବେଳେ ଯୀଶୁଖ୍ରୀଷ୍ଟ 22 ଶିଷ୍ୟମାନଙ୍କୁ ପଠାଇଲେ, ସେ ମଧ୍ୟରେ ମଧ୍ୟ ସେ ଅନ୍ତର୍ଭୁକ୍ତ ହୋଇଥାଇପାରନ୍ତି। ଆଉ ଯୀଶୁଖ୍ରୀଷ୍ଟ ତାଙ୍କୁ ମନୋନୀତ କରିଥିଲେ। ଏହା ଥିଲା ପରମେଶ୍ୱରଙ୍କ ଯୋଜନା। ପରମେଶ୍ୱରଙ୍କ ବିନା ଯୋଜନାରେ କିଛି ଗୋଟେ ହେଇପାରିବ ନାହିଁ। ପରମେଶ୍ୱର ଜାଣି ହିଁ ତାଙ୍କୁ ମନୋନୀତ କରିଥିଲେ। ତା ପୂର୍ବରୁ ହୁଏତ ତାଙ୍କୁ ସେ ପ୍ରକାର ମାଇଣ୍ଡ ନଥିଲା ଯହୂଦାଙ୍କ ମନରେ, କିନ୍ତୁ ଶୟତାନ ତାଙ୍କର ହୃଦୟରେ ପ୍ରବେଶ କଲା। ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ଆଉ ରାତ୍ରି ଭୋଜନ ହେଲା, ସେ ସମୟରେ ଯୀଶୁଖ୍ରୀଷ୍ଟ କହିଲେ, ତୁମାନଙ୍କ ମଧ୍ୟରେ ଜଣକୁ ଶୟତାନ ଆକ୍ରମଣ କଲା। ଜଣଙ୍କ ହୃଦୟରେ ଶୟତାନ ପ୍ରବେଶ କଲା। ସେ ମୋତେ ଯହୂଦୀମାନଙ୍କ ଶତ୍ରୁ ହସ୍ତରେ ସମର୍ପଣ କରିବେ। ସେତେବେଳେ ଶିଷ୍ୟମାନେ ପଚାରିଲେ, କିଏ ପ୍ରଭୁ ସେ ବ୍ୟକ୍ତି? ଆଉ ସେ କହିଲେ, ଯେଉଁ ବ୍ୟକ୍ତିଙ୍କୁ ମୁଁ ରୋଟି ଖଣ୍ଡକୁ ବୁଡ଼ାଇ ଦେବି ସେ ବ୍ୟକ୍ତି। ଆଉ ଯୀଶୁଖ୍ରୀଷ୍ଟ ସିଧାସଳଖ ଇସ୍କାରିୟତ ଯହୂଦାଙ୍କୁ ପ୍ରଥମେ ଦେଲେ। ଆଉ ଯୀଶୁଖ୍ରୀଷ୍ଟ ମଧ୍ୟ ଇସ୍କାରିୟତ ଯହୂଦାଙ୍କୁ କହିଲେ, ତୁମେ ଯାହା କିଛି କରିବାକୁ ଯାଉଅଛ ତାହା ଶୀଘ୍ର କର, ବିଳମ୍ବ କର ନାହିଁ। ତ ଯୀଶୁଖ୍ରୀଷ୍ଟ ଜାଣିଥିଲେ ସେ କାର୍ଯ୍ୟ କରିବାକୁ ଯାଉଅଛନ୍ତି। ହୁଏତ ସେ ତାଙ୍କୁ ମନା କରିପାରିଥାନ୍ତେ, କିନ୍ତୁ ଏହା ଥିଲା ପରମେଶ୍ୱରଙ୍କ ଯୋଜନା। କିନ୍ତୁ ଶିଷ୍ୟମାନେ କହିଲେ, ନାଇଁ, ହୁଏତ ନିସ୍ତାର ପର୍ବ ପାଇଁ କିଛି ଜିନିଷ ନିଅଣ୍ଟ ପଡ଼ିପାରେ, ସେଥିପାଇଁ ଯୀଶୁଖ୍ରୀଷ୍ଟ ସେ ବିଷୟ ସେମାନଙ୍କୁ ଇସ୍କାରିୟତ ଯହୂଦାଙ୍କୁ କହୁଛନ୍ତି। ଏହା ସେମାନେ ମନେ କଲେ, କିନ୍ତୁ ସେ କ'ଣ କରିବାକୁ ଯାଉଛନ୍ତି ତାହା ଶିଷ୍ୟମାନେ ମଧ୍ୟ ଜାଣିନଥିଲେ। କେବଳ ଯୀଶୁଖ୍ରୀଷ୍ଟ ହିଁ ଜାଣିଥିଲେ। ସେ ମହାଯାଜକ ଲୋକମାନଙ୍କ ନିକଟକୁ ଯିବ ଆଉ ତାଙ୍କୁ 30 ଟଙ୍କାରେ ବିକ୍ରୟ କରିବ ବୋଲିକି ଯୀଶୁଖ୍ରୀଷ୍ଟ ଏହା ମନେ କରିଥିଲେ। ଯୀଶୁଖ୍ରୀଷ୍ଟ ସମ୍ପୂର୍ଣ୍ଣ ରୂପରେ ଜାଣିଥିଲେ। ଆଉ ଇସ୍କାରିୟତ ଯହୂଦା ସେହି ଲୋକମାନଙ୍କ ପାଖକୁ ଗଲେ, ଆଉ ଧର୍ମଯାଜକ, ସାଦୁସୀ, ଫାରୁସୀ ଏମାନଙ୍କ ପାଖକୁ ଗଲେ। ସେମାନଙ୍କ ନିକଟକୁ ଯାଇକି ଯୀଶୁଖ୍ରୀଷ୍ଟଙ୍କୁ 30 ଗୋଟି ରୌପ୍ୟ ମୁଦ୍ରାରେ ବିକ୍ରୟ କଲେ, ଯାହାରି ଫଳରେ ଭାବବାଦୀ ସଫଳିତ ହେଲା। ଆଉ ସେ ଯଦି 30 ଗୋଟି ରୌପ୍ୟ ମୁଦ୍ରାରେ ବିକ୍ରୟ କରିନଥାନ୍ତେ, ତାହେଲେ କେବେ ହେଲେ ମଧ୍ୟ ଭାବବାଣୀ ସଫଳ ହୋଇପାରିନଥାନ୍ତା। ଯଦି ଆମେ ଦେଖିବା ପୁରାତନ ନିୟମ, ଅବ୍ରାହ୍ମଙ୍କ ସନ୍ତାନମାନେ ତାଙ୍କ ପିତାଙ୍କୁ ପୋତିବା ନିମନ୍ତେ ସେମାନେ 25 ତୈଳ ଦେଇକି ସେମାନେ କବରସ୍ଥାନ କିଣିଥିଲେ। ଆଉ ଯୋସେଫଙ୍କୁ ମଧ୍ୟ ସେମାନେ 20 ଗୋଟି ରୌପ୍ୟ ମୁଦ୍ରାରେ ବିକ୍ରୟ କରିଥିଲେ ନିଜର ଭାଇମାନେ ମିଶ୍ରମାନଙ୍କ ହସ୍ତରେ, ଏବ୍ରିୟମାନଙ୍କ ହସ୍ତରେ ବା ଇସମାଏଲମାନଙ୍କ ହସ୍ତରେ ସେମାନେ ବିକ୍ରୟ କରିଥିଲେ 20 ଗୋଟି ରୌପ୍ୟ ମୁଦ୍ରାରେ। ଏ ଭାବବାଣୀ ଗୁଡ଼ିକ ସଫଳ ହେବା ନିମନ୍ତେ ଏ ସମସ୍ତ ବିଷୟ ଘଟିଲା। ଆଉ ଯହୂଦା ସେ ନିଜେ କିଛି କରିନାହାନ୍ତି, ଇସ୍କାରିୟତ ଯହୂଦା ସେ ନିଜେ କିଛି କରିନାହାନ୍ତି, କିନ୍ତୁ ଏହା ଗୋଟେ ପରମେଶ୍ୱରଙ୍କ ଯୋଜନା ଥିଲା।
ସେଥିପାଇଁ ଯୀଶୁଖ୍ରୀଷ୍ଟଙ୍କୁ ସେ ଶତ୍ରୁ ହସ୍ତରେ ସମର୍ପଣ କରିଦେଲା। ଆଉ ଯଦି ନିଜର ଲୋକ ଯଦି ନଥାନ୍ତେ ତାହେଲେ କ'ଣ ଯୀଶୁଖ୍ରୀଷ୍ଟଙ୍କୁ ସେ ଶତ୍ରୁ ହସ୍ତରେ ସମର୍ପଣ କରିଥାନ୍ତେ କି? ନାଇଁ, କଦାପି ନୁହେଁ। କେବଳ ଯହୂଦା ମଧ୍ୟ ସେ ସ୍ଥାନ ଦେଖିଥିଲେ, ସେଥିପାଇଁ ଆଉ ଯୀଶୁଖ୍ରୀଷ୍ଟଙ୍କୁ ସେ 30 ରୌପ୍ୟ ମୁଦ୍ରା ବିକ୍ରୟ କରି ସେ ସ୍ଥାନକୁ ମଧ୍ୟ ନେଇଯାଇଥିଲେ। ସେତେବେଳେ ଯୀଶୁଖ୍ରୀଷ୍ଟ ଆଉ ଯହୂଦାଙ୍କର ଶେଷ ଦର୍ଶନ ହେଇଥିଲା, ଶେଷ ଆଲିଙ୍ଗନ ବା ଶେଷ ଚୁମ୍ବନ ହେଇଥିଲା। ଆଉ ଯେତେବେଳେ ଯହୂଦା ଆଉ ଯୀଶୁଖ୍ରୀଷ୍ଟଙ୍କର ଏ ସମସ୍ତ ବିଷୟକୁ ଦେଖିଲା, ଯୀଶୁଖ୍ରୀଷ୍ଟ ଅନେକ ଦୁଃଖ, କଷ୍ଟ, ଯନ୍ତ୍ରଣା, ଅପମାନ ସହ୍ୟ କରୁଛନ୍ତି। ସେ ବିଷୟ ଦେଖିକି ନିଜକୁ ସେ କଣ୍ଟ୍ରୋଲ କରିପାରିଲେ ନାହିଁ ବା ନିଜକୁ ସେ ନିୟନ୍ତ୍ରଣ କରିପାରିଲେ ନାହିଁ, ଯାହାରି ଫଳରେ ସେ ନିଜେ ଭାବିଲେ କି ମୁଁ ଏ ଜଗତରେ ବଞ୍ଚିଲେ ଅବା କ'ଣ ଅଛି? ଏତେ ବଡ଼ ଧାର୍ମିକ ବ୍ୟକ୍ତିକୁ ମୁଁ ଶତ୍ରୁ ହସ୍ତ ସମର୍ପଣ କରୁଅଛି, ଯିଏକି ନିରୀହ ବ୍ୟକ୍ତି, ଯିଏକି କିଛି ଦୋଷ କରିନାହାନ୍ତି, ସେ ବ୍ୟକ୍ତିଙ୍କୁ ମୁଁ ଶତ୍ରୁ ହସ୍ତରେ ସମର୍ପଣ କରିଛି। ସେ ଏତେ ଦଣ୍ଡ ପାଉଛନ୍ତି, ଏତେ ଦୁଃଖ କଷ୍ଟ ପାଉଛନ୍ତି, ଏତେ ତାଡ଼ନା ପାଉଛନ୍ତି, ଏତେ ଅପମାନ ପାଉଛନ୍ତି। ଆଉ ଯହୂଦା ଏ ସମସ୍ତ ବିଷୟକୁ ଦେଖି ସେ ନିଜକୁ ସହ୍ୟ କରିପାରିଲେ ନାହିଁ, ଯାହାରି ଫଳରେ ଯେଉଁ 30 ରୌପ୍ୟ ମୁଦ୍ରା ତାଙ୍କୁ ଦିଆହେଇଥିଲା, ସେ ରୌପ୍ୟ ମୁଦ୍ରାକୁ ସେ ଲୋକମାନଙ୍କ ନିକଟକୁ ଫେରାଇ ଦେଲେ। ଆଉ ସେହି ଲୋକମାନେ ମଧ୍ୟ ସେହି ଟଙ୍କାକୁ ଗ୍ରହଣ କଲେ ନାହିଁ। ଆମେ ରକ୍ତରେ ପାତିତ ଟଙ୍କାକୁ ଆମେ କେବେ ଗ୍ରହଣ କରିବୁନି, ତୁ ଯାହା କରୁଛୁ କରେ। କିନ୍ତୁ ସେହି ବ୍ୟକ୍ତି ସେହି କ୍ଷଣିକ ସେ ଟଙ୍କା ଫୋପାଡ଼ି ଦେଇ ସେ ଚାଲିଗଲେ ଆଉ ନିଜକୁ ଫାଶୀ ଦେଲେ। ଏଥିରେ ଯହୂଦାଙ୍କର ଭୁଲ ରହିଲା ଯେ ସେ ଯଦି ନିଜକୁ ଅନୁତାପ କରି ପରମେଶ୍ୱରଙ୍କ ନିକଟରେ ରୋଦନ କରିଥାନ୍ତେ, ପରମେଶ୍ୱର ନିଶ୍ଚୟ ତାଙ୍କୁ କ୍ଷମା କରିଥାନ୍ତେ। ଆଉ ଶେଷରେ ସେ ନିଜକୁ ସାକ୍ଷ୍ୟ ଦେଇଥାନ୍ତା, ମୁଁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରିଥିଲି, କିନ୍ତୁ ମୁଁ ଅନୁତାପ କଲି ଆଉ ପରମେଶ୍ୱର ମୋତେ ଆଉ ତାଙ୍କର କାର୍ଯ୍ୟ ନିମନ୍ତେ ରାଜ୍ୟ ନିମନ୍ତେ ମନୋନୀତ କଲେ ବୋଲି ସେ ନିଜକୁ ସାକ୍ଷ୍ୟ ଦେଇପାରିଥାନ୍ତେ। କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ସେ ବିକ୍ରୟ କରିଥିଲେ କେବଳ ଆମମାନଙ୍କ ନିମନ୍ତେ। ଏହା ଗୋଟେ ପରମେଶ୍ୱରଙ୍କ ଯୋଜନା ଥିଲା। ଆଉ ସେ ଯଦି ପରିବର୍ତ୍ତନ ହୋଇଥାନ୍ତେ ତାହେଲେ ନିଶ୍ଚୟ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ କ୍ଷମା ଦେଇଥାନ୍ତେ। ପରମେଶ୍ୱର ସମସ୍ତଙ୍କୁ ଅପେକ୍ଷା କରିଛନ୍ତି, କେତେବେଳେ ମୋ ସନ୍ତାନମାନେ ମୋ ନିକଟକୁ ଫେରି ଆସିବେ ଆଉ ମୁଁ ସେମାନଙ୍କୁ ଆଲିଙ୍ଗନ କରିବି, କେତେବେଳେ ସେମାନେ ମନ ପରିବର୍ତ୍ତନ କରିବେ ଆଉ ପରିବର୍ତ୍ତନ ହେଇକି ଯେତେ ମୋ ନିକଟକୁ ଆସିବେ, ମୁଁ ସେମାନଙ୍କୁ କ୍ଷମା ପ୍ରଦାନ କରିବି। ଏହା ପରମେଶ୍ୱରଙ୍କ ଯୋଜନା। ସେଥିପାଇଁ ଯୀଶୁଖ୍ରୀଷ୍ଟ ଯେତେବେଳେ ଜଗତକୁ ଆସିଲେ, ସେ କହିଲେ ମନରେ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ନିକଟ। ଆମର ମନୁଷ୍ୟର ହୃଦୟରେ କେବଳ 3ଟି ଜିନିଷ ରହିଅଛି, ମନ, ପ୍ରାଣ ଆଉ ଆତ୍ମା। ଆମ ମନକୁ ସବୁବେଳେ ସ୍ଥିର ରଖିବାର ଅଛି, ଆମ ମନକୁ ସବୁବେଳେ ପରିବର୍ତ୍ତନ କରିବାର ଅଛି। ଯେତେବେଳେ ମନ ପରିବର୍ତ୍ତନ ହୁଏ, ସେତେବେଳେ ଆତ୍ମାର ମଧ୍ୟ ପରିବର୍ତ୍ତନ ହୁଏ ଆଉ ପ୍ରାଣର ମଧ୍ୟ ପରିବର୍ତ୍ତନ ହୁଏ। ଯଦି ଆମମାନଙ୍କର ମନ ପରିବର୍ତ୍ତନ ହେବ ନାହିଁ, ଆତ୍ମା ମଧ୍ୟ ପରିବର୍ତ୍ତନ ହେବ ନାହିଁ ଆଉ ପ୍ରାଣ ମଧ୍ୟ ପରିବର୍ତ୍ତନ ହେବ ନାହିଁ। ଆଉ ପରମେଶ୍ୱର ଏ 3ଟି ଜିନିଷକୁ ନିରୀକ୍ଷଣ କରନ୍ତି। ଏ 3ଟି ଜିନିଷ ପରମେଶ୍ୱରଙ୍କ ଅସ୍ତିତ୍ୱକୁ ବୁଝାଏ, ପିତା, ପୁତ୍ର, ପୁଣି ପବିତ୍ର ଆତ୍ମା। ଆମ ଶରୀରରେ ସେ 3ଟି ଆତ୍ମା ବାସ କରୁଛନ୍ତି, ପିତା, ପୁତ୍ର, ପୁଣି ପବିତ୍ର ଆତ୍ମା। ଯେମିତିକି ମନ, ପ୍ରାଣ ଆଉ ଆତ୍ମା। ମଣିଷର ହୃଦୟ ଯେମିତି ମନ, ପ୍ରାଣ, ଆତ୍ମା ଅଛି, ଆଉ ପରମେଶ୍ୱରଙ୍କ ଅସ୍ତିତ୍ୱ ହେଉଛି ଆମମାନଙ୍କ ହୃଦୟରେ ବାସ କରୁଛି। ଆଉ ପିତା, ପୁତ୍ର, ପୁଣି ପବିତ୍ର ଆତ୍ମା, ଏହି 3 ବ୍ୟକ୍ତି ଆମ ହୃଦୟରେ ଅଛନ୍ତି। ସେଥିନିମନ୍ତେ ଆମେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାର ଅଛି, ନିଜକୁ ପରିବର୍ତ୍ତନ କରିବାର ଅଛି ଆଉ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପିତ କରିବାର ଅଛି। ଆଉ ପରମେଶ୍ୱର ଆମମାନଙ୍କୁ କ୍ଷମା କରିବେ
ଆଉ ସେ ଯେଉଁମାନେ ମୋର ପରିବର୍ତ୍ତନ କରି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଯାଆନ୍ତି, ତାଙ୍କ ନିକଟକୁ ଯାଆନ୍ତି, ସେ କେବେ ମଧ୍ୟ ସେମାନଙ୍କୁ ଶୂନ୍ୟ ହସ୍ତରେ ଫେରାଇବେ ନାହିଁ। ଆଉ ଆମେ ଯାହା କିଛି ମାଗିଛୁ ପରମେଶ୍ୱର ଆମମାନଙ୍କୁ ସେ ସବୁ ବିଷୟକୁ ପରିପୂର୍ଣ୍ଣ କରିବେ। ଏପରି ତ ବାକ୍ୟ ବୁଝିବା ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।